ଜୟ ଜଗନ୍ନାଥ। ଯୋଉମାନେ କହୁଛ ଏଥର SSC GD ଭାଇ କଟଅଫ ହାଇ ଯିବ ତ ସେମାନଙ୍କ ଭିଡ଼ିଓଟା ଭାଇ ଦେଖନ୍ତୁ ଆପଣଙ୍କ କଟଅଫ କେତେ ଯିବ। ଆପଣଙ୍କର ଫିମେଲ ମାନେ ଯୋଉମାନେ ଓଡ଼ିଶାରେ ଭାଇ ଆର ବର୍ଷ ଦେଖିବେ 2025 ମସିହାରେ ଭାଇ ଭଲ ଭେକେନ୍ସି ଥିଲା ତାପରେ ବି ମାନେ ବହୁତ ପିଲା ପକେଇଥିଲେ ତାପରେ ବି ଆପଣଙ୍କ କଟଅଫ ବହୁତ ଲୋ ଯାଇଛି ସବୁ ବର୍ଷ ଅପେକ୍ଷା। କିନ୍ତୁ ଏ ବର୍ଷ ଦେଖନ୍ତୁ ଆର ବର୍ଷ ଭାଇ 145 ମାର୍କରୁ ଝିଅ ପିଲାଙ୍କର ଷ୍ଟାର୍ଟ ହେଇଯାଇଥିଲା ଭାଇ କମ୍ପିଟିସନ ହେଲା। ଏଥର ଭାଇ ଏଗୁଡ଼ା ସବୁ ଗୁଡ଼ା ଖାଲି ପଡ଼ିଛି ଏବଂ ଟୋଟାଲି ସବୁ ପୁରା ଖାଲି ପଡ଼ିଛି ହେଲା। ମାନେ ଆପଣଙ୍କର ଟୋଟାଲି ମାର୍କ କାଉଣ୍ଟ ଷ୍ଟାର୍ଟ ହେଉଛି 130 ମାର୍କରୁ ମାନେ 145 130 ଟୋଟାଲି 15 ମାର୍କ ଡିଫରେନ୍ସ ମିଳୁଛି ଦେଖିବାକୁ। ତ ସେଇ ହିସାବରେ ଆପଣ ଦେଖନ୍ତୁ ଟୋଟାଲି ଆପଣ କମ୍ପିଟିସନ ଭାଇ କହିଲେ ଟୋଟାଲି ପୁରା ଲୋ ଅଛି ଝିଅ ପିଲାଙ୍କର। ଦେଖନ୍ତୁ ଆପଣଙ୍କର 100 ମାର୍କରେ 56 ଜଣ ଟୋଟାଲ ରହୁଛନ୍ତି ମାନେ SC ST EWS ୟୁଆର୍ ସବୁ ମିଶେଇକି। ତାପରେ ଆପଣ ଦେଖନ୍ତୁ ଆପଣଙ୍କର 85 ମାର୍କରେ କେତେ ଜଣ ରହୁଛନ୍ତି 169 ଜଣ ରହୁଛନ୍ତି ମାନେ ଟୋଟାଲି ସବୁକୁ ମିଶେଇକି। ତ ମୁଁ ଆପଣଙ୍କୁ କହିବି ଫିମେଲ ଯେଉଁମାନଙ୍କର 80ରୁ 85 ପ୍ଲସ୍ ଅଛି ସେ ୟୁଆର୍ ହଉ କିମ୍ବା SC ହଉ କି ଯାହା ହେଉଛି ହଉ ଭାଇ ଆପଣ ଫିଜିକାଲରେ ଲାଗିଯାଆନ୍ତୁ। ମାନେ ଜେନେରାଲ ଯଦି 85 ଉପରେ ଅଛି 100% ଫିଜିକାଲ ଲାଗୁଯିବ ପିଲା। ଆଉ ଯେଉଁମାନଙ୍କର EWS SC ST ଭାଇ ମାନେ ରହିଲ ହେଲା ତ ସେମାନେ ଯେତେ ବି 85ରୁ ଆପଣଙ୍କର 5-7 କମୁଛି 85ରୁ 75 ଭିତରେ ରହୁଛି ଭାଇ ଆପଣମାନେ ବି ଫିଜିକାଲ କରନ୍ତୁ। ଏଥର ଭାଇ କମ୍ପ୍ଲିଟ ଆପଣଙ୍କର ଫିଜିକାଲ କଟଅଫ ବହୁତ ଲୋ ଯିବ। ଆପଣଙ୍କର ଭେକେନ୍ସି 50,000 ପ୍ଲସ୍ ହେବାକୁ ଯାଉଛି ହେଲା। ତ ସେଇ ହିସାବରେ ଆପଣ କମ୍ପିଟିସନ ଆହୁରି କମିଯିବ। ଆପଣମାନେ ଫିଜିକାଲ କରନ୍ତୁ। ତାପରେ ମୁଁ ଝିଅ ପୁଅ ପିଲାଙ୍କ ପାଖକୁ ଯିବି। ତ ମେଲ୍ ଆପଣ ଦେଖନ୍ତୁ ହେଲା ଆପଣଙ୍କ କମ୍ପିଟିସନ ବି ଆପଣ ଦେଖନ୍ତୁ ମେଲ୍। ତ ଆପଣଙ୍କର ଆର ବର୍ଷ ସେଇ ହିସାବରେ ଆପଣଙ୍କର ଆର ବର୍ଷ ମାନେ ଏରାକୁ ତ ଭାଇ ଆପଣଙ୍କ କମ୍ପିଟିସନ ଷ୍ଟାର୍ଟ ହେଇଥିଲା ଏ ବର୍ଷ କିନ୍ତୁ ପୁରା 0-0 ସବୁ ଅଛି। ତ ଆପଣ ଦେଖନ୍ତୁ ଆପଣ କମ୍ପିଟିସନ ବି ଆପଣ ଦେଖନ୍ତୁ ଟୋଟାଲି ଆପଣଙ୍କର କମ୍ପିଟିସନ 130 ମାର୍କ ଟୋଟାଲି 11 ଜଣ ପିଲା କମ୍ପିଟିସନ କରୁଛନ୍ତି ମାନେ କେତେ ଲୋ କମ୍ପିଟିସନ ଭାଇ ଚାଲିଛି ଦେଖନ୍ତୁ ପୁଅ ପିଲାଙ୍କର ଏ ବର୍ଷ। ମାନେ କୋଶ୍ଚିନ୍ ଲେବୁଲକୁ ଦେଖିକି ଆଉ ଆପଣଙ୍କର ଯେଉଁ ସେଣ୍ଟର ଏପଟ ସେପଟ ଯେଉଁ ପକେଇଥିଲା ସେଇଟାକୁ ଦେଖିକି ଭାଇ ଭଲ ପିଲା ଯେଉଁମାନେ କେବଳ ଏକ୍ଜାମ ଦେବାକୁ ଯାଉଥିଲେ ଏ ବର୍ଷ ଏକ୍ଜାମ ଦେଇକି ରହିଯାଉଥିଲେ ଫିଜିକାଲ ଦେଉନଥିଲେ ଭାଇ ସେ ପିଲା ଏ ବର୍ଷ ଟୋଟାଲି ଉଡ଼ି ଯାଇଛନ୍ତି। ତ ପୁଅ ପିଲା ଦେଖନ୍ତୁ ଆପଣଙ୍କର ମାନେ 100 ମାର୍କରୁ ମାତ୍ର 606 ଜଣ ପିଲା ଅଛନ୍ତି। ମାନେ କୋଉ ପିଲା ଯୋଉ ପିଲା ମାନେ ପରିଶ୍ରମ କରିଥିଲେ ହେଲା। ଜେନେରାଲ ଦେଖନ୍ତୁ 141 ଜଣ, OBC 311 ଜଣ, ତାପରେ ଆପଣଙ୍କର EWS 68 ଜଣ, SC ଆପଣଙ୍କର 61 ଜଣ, ST 25 ଜଣ। ମାନେ ଦେଖନ୍ତୁ କମ୍ପିଟିସନ କେତେ ଲୋ ଏ ବର୍ଷ ରହୁଛି। ଆପଣଙ୍କ ଭେକେନ୍ସି ଆପଣମାନେ ଜାଣିଛନ୍ତି 50,000 ପ୍ଲସ୍ ହେବାକୁ ଯାଉଛି। ତ ଭେକେନ୍ସି ବଢ଼ିଗଲା ପରେ ଟୋଟାଲି ରେକର୍ଡ କାଟିଦେବ ଏ ବର୍ଷ ସବୁ ବର୍ଷ ଠାରୁ ପୁରା ଲୋ କଟଅଫ ଯିବ ଏ ବର୍ଷ ହେଲା। କେବଳ ଭଗବାନଙ୍କୁ ଟିକେ ମୁଣ୍ଡିଆ ମାରନ୍ତୁ ଆପଣଙ୍କର ଭେକେନ୍ସି ମିନିମମ୍ ଇନକ୍ରିଜ୍ ହେଇକି 45,000 ପ୍ଲସ୍ରୁ 50,000 ପ୍ଲସ୍ ହେଇଯାଉ ହେଲା। ତାପରେ ଆପଣଙ୍କର ବର୍ଦ୍ଧିତ ହୁଆ ଏ ବର୍ଷ ଯେଉଁମାନେ ପୁଅ ପିଲାଙ୍କର ଭାଇ ଜେନେରାଲ କହୁଛି ଏ ବର୍ଷ 80 ଉପରେ ଅଛି ଭାଇ 100% ଆପଣ ଫିଜିକାଲ କରନ୍ତୁ ହେଲା। 8-1-2 ମାର୍କ କମ୍ ଥିଲେ ବି କରନ୍ତୁ କାରଣ କମ୍ପିଟିସନ ଦେଖନ୍ତୁ ଟୋଟାଲି 335 ଜଣ 80 ମାର୍କରେ ଆପଣ ଲଢ଼ୁଛନ୍ତି ହେଲା। ଆପଣଙ୍କର ଭେକେନ୍ସି ଆମର ଯେତିକି ନାହିଁ ହେଲା ଭାଇ ପିଲା ବି ଏଠି ସେତିକି ନାହାନ୍ତି। ତ ଦେଖନ୍ତୁ ଆପଣଙ୍କ ଟୋଟାଲି ମୁଁ କହିବି 50 ମାର୍କ ଧରନ୍ତୁ 50 ମାର୍କରେ 3646 ପିଲା ଅଛନ୍ତି। ଆପଣଙ୍କର ଭେକେନ୍ସି ଟୋଟାଲି 700 ପ୍ଲସ୍ ଅଛି ନା। ତ 700 ଇଣ୍ଟୁ 7 ବି କଲେ ହେଲା 7 କଲେ ଆପଣଙ୍କର କେତେ ହେଉଛି 749 4,900 ପିଲା ମାନେ 4,900 ପିଲା ବି ଟୋଟାଲି 50 ମାର୍କର କମ୍ପିଟିସନ ନାହାନ୍ତି। ମୁଁ କହୁନି ଏଥିରେ ସବୁ ପିଲା ଅଛନ୍ତି ମାନେ ଯେଉଁମାନେ ହକରେ ପାଠ ପଢ଼ିଛନ୍ତି ସେମାନେ ହିଁ ଏଥିରେ ସବମିଟ୍ କରିଛନ୍ତି ନା ର୍ୟାଙ୍କ ମିତ୍ରରେ। ତ ଆପଣମାନେ ଦେଖନ୍ତୁ ଆଉ ଯେଉଁ ପିଲା ବି ରହିଲେ ତାଙ୍କୁ ବି ମିଶେଇଲେ ଭାଇ 1500 ପାଖାପାଖି ପିଲା ଆଦେହରେ ଆଡ଼ ହେଇଯିବେ ଭଲ ପିଲା। ତ ଆପଣ ଦେଖନ୍ତୁ କମ୍ପିଟିସନ ଭାଇ ବହୁତ ଲୋ ରହୁଛି। ସେଥିପାଇଁ କହୁଛି ଯେଉଁମାନଙ୍କର 75ରୁ 80 ଭିତରେ ଅଛି ଆପଣଙ୍କର 100% ଫିଜିକାଲି ନା ଆସିବାର ଚାନ୍ସ ରହୁଛି ୟୁଆର୍ କାଟେଗୋରୀ ଓଡ଼ିଶାରେ ଜେନେରାଲ ଡିଷ୍ଟ୍ରିକ୍ଟ ହେଲା। ତାପରେ ନକ୍ସଲ ଡିଷ୍ଟ୍ରିକ୍ଟ ଏମାନଙ୍କଠୁ ଆହୁରି 20-30 ମାର୍କ ଲେଖା ଭାଇ କମେଇଦେବ। ତାପରେ ମୁଁ ଆପଣଙ୍କୁ କହିବି SC ହଉ ST ହଉ EWS ହଉ ଯାହା ହେଉଛି ଆପଣଙ୍କର ଯଦି ମାର୍କ ଭାଇ 60ରୁ 65 ଉପରେ ଅଛି ଭାଇ 100% ଫିଜିକାଲ କରନ୍ତୁ। ନର୍ମାଲାଇଜେସନ ବି ଆପଣଙ୍କୁ ଏ ବର୍ଷ ଭଲ ମିଳିବ ହେଲା। ତ ମୁଁ ଆପଣଙ୍କୁ କହିବି SC ST ଆପଣଙ୍କର 60 ଉପରେ ଅଛି ଯଦି ଜେନେରାଲ ଡିଷ୍ଟ୍ରିକ୍ଟ ହଉ କିମ୍ବା ନକ୍ସଲ ଡିଷ୍ଟ୍ରିକ୍ଟ ଆଠୁ ଆହୁରି 20 ମାର୍କ ଆପଣ କମେଇଦେବେ ହେଲା। 40 ପ୍ଲସ୍ ଯଦି ଆପଣଙ୍କର ଅଛି ନକ୍ସଲ ଡିଷ୍ଟ୍ରିକ୍ଟ କି 35 ଉପରେ ବି ଅଛି ଆପଣ ପ୍ରାକ୍ଟିସ୍ କରନ୍ତୁ ହେଲା। ନକ୍ସଲ ଡିଷ୍ଟ୍ରିକ୍ଟ 30 ମଧ୍ୟ ଅଛି ଯଦି ଆପଣ ପ୍ରାକ୍ଟିସ୍ କରନ୍ତୁ। କାରଣ ଆର ବର୍ଷ 32 ମାର୍କରେ ପିଲାଙ୍କର ସିଲେକ୍ସନ ହେଇଛି ନା ନକ୍ସଲ ଡିଷ୍ଟ୍ରିକ୍ଟ। ସେଥିପାଇଁ କହୁଛି ଭାଇ 100% ଆପଣ ପ୍ରାକ୍ଟିସ୍ କରନ୍ତୁ ଯଦି ଆପଣ ଜଷ୍ଟ ରିଟେନ୍ ଏକ୍ଜାମ ପାସ୍ କରିଛନ୍ତି ନକ୍ସଲ ଡିଷ୍ଟ୍ରିକ୍ଟ। ତ ତାପରେ ଆମର ଜେନେରାଲ ଡିଷ୍ଟ୍ରିକ୍ଟ ଆପଣମାନଙ୍କର ଯଦି ହେଲା ୟୁଆର୍ ହଉ ୟୁଆର୍ ତ ଆପଣଙ୍କୁ କହିଲି 80 ପ୍ଲସ୍ କିମ୍ବା 75 ପ୍ଲସ୍ ଅଛି ଷ୍ଟାର୍ଟ କରିଦିଅ ରନିଂ ଫିଜିକାଲ ପାଇଁ ହେଲା। ଏଇଟା ଫାଇନାଲ ସ୍କୋର ନୁହଁ ଫିଜିକାଲ ପାଇଁ ଫାଇନାଲ ସ୍କୋର ପାଇଁ 8 ମାର୍କ ଆଉ ବଢ଼େଇଦେବ। ତ ସେଇ ହିସାବରେ ଆପଣଙ୍କୁ କହୁଛି। ତାପରେ
SC ST EWS ଆପଣଙ୍କୁ କହିଦେଉଛି ଆପଣଙ୍କର ଯଦି 60 ରୁ 65 ଭିତରେ ମାର୍କ ହେଉଛି 100% ଫିଜିକାଲ କରନ୍ତୁ କାରଣ ଆର ବର୍ଷ ଆପଣ ଦେଖିଥିବେ ଆପଣଙ୍କର SC କଟଅଫ୍ ଯେଉଁ ପ୍ରାୟ 67 ଯାଇଥିଲା ମାତ୍ର 67 ତ ଆପଣମାନେ ଜାଣିପାରୁଥିବେ କମ୍ପିଟିସନ୍ ଆର ବର୍ଷ କେତେ ଲୋ ଥିଲା କିନ୍ତୁ ଆର ବର୍ଷ ପିଲା ଭଲ ଫାଇଟ୍ କରିକି ବି ଆପଣଙ୍କର ଏତେ ଲୋ କମ୍ପିଟିସନ୍ ଥିଲା କିନ୍ତୁ ଏ ବର୍ଷ ପିଲାଙ୍କର ଫାଇଟ୍ ହିଁ ନାହିଁ ତ ଆପଣମାନେ ଭାବନ୍ତୁ ଏ ବର୍ଷ କେଉଁ ଟାଇପ୍ର କମ୍ପିଟିସନ୍ ହେବ ଯଦି ଆପଣଙ୍କ ପୋଷ୍ଟ 50,000 ପାଖାପାଖି ହେଇଯାଉଛି ତ ସେଇ ହିସାବରେ ଭାଇ ଲାଗି ପଡ଼। ଏ ଭିଡ଼ିଓଟା ଭଲ ଲାଗିଛି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ଭିଡ଼ିଓକୁ ଲାଇକ୍ କରିଦେବ। ଜୟ ଜଗନ୍ନାଥ।